ଭାରତର ଲୋକତନ୍ତ୍ରକୁ ଜୀବନଦାନ ଦେଇଥିବା 70 ଦଶକର ଏକ ମହାନ କେସ୍ କେଶବାନନ୍ଦ ଭାରତୀ କେସ୍। ଏହି ଗୋଟିଏ କେସ୍ କେବଳ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିନଥିଲା, ପୁରା ଲୋକତନ୍ତ୍ରର ନିୟତିକୁ ରକ୍ଷା କରିଦେଇଥିଲା। ଯାହାର ପ୍ରୋସିଡିଂ 68 ଦିନ ପର୍ଯ୍ୟନ୍ତ ଚାଲିଥିଲା, ଯାହା ପାଇଁ 100ରୁ ଅଧିକ କେସ୍କୁ ସାଇଡ୍ କରିଦିଆଯାଇଥିଲା। ଭାରତର ସବୁଠୁ ବଡ଼ ବେଞ୍ଚ 13 ଜଣ ନ୍ୟାୟାଧୀଶ 7-6 ବାଲାନ୍ସରେ ଜନ୍ମ ନେଲା ବେସିକ୍ ଷ୍ଟ୍ରକ୍ଚର ଡକ୍ଟ୍ରିନ୍। ଆଉ କ'ଣ ଠିକ୍ କ'ଣ ଭୁଲ ତାକୁ ବୁଝିବା ପାଇଁ 70ରୁ ଅଧିକ ଦେଶର କନଷ୍ଟିଟ୍ୟୁସନକୁ ଫଲୋ କରାଯାଇଥିଲା। ଆଉ ତା'ର ଜଜମେଣ୍ଟ 1000ରୁ ଅଧିକ ପେଜର ଥିଲା। ଇଏ ଥିଲା ଇଣ୍ଡିଆନ୍ କନଷ୍ଟିଟ୍ୟୁସନର ଇମ୍ପୋର୍ଟାଣ୍ଟ କେସ୍ ଭିତରୁ ଗୋଟିଏ, ଯାହାକୁ ଆମେମାନେ ଡିସ୍କସ୍ କରିବା ଆଜିର ଏହି ଭିଡ଼ିଓରେ। ଇଣ୍ଡିଆର ସବୁଠାରୁ ଅଧିକ ଲଙ୍ଗେଷ୍ଟ ଚାଲିଥିବା ବାଲା କେସ୍ ତାହା ଥିଲା କେଶବାନନ୍ଦ ଭାରତୀ କେସ୍। କେଶବାନନ୍ଦ ଭାରତୀ କେରଳର ଏଦନିର ମଠର ମଠପତି ଥିଲେ। ସିଏ ଜଣେ ସନ୍ନ୍ୟାସୀ ହେଲେ ମଧ୍ୟ ତାଙ୍କର ମଠ ନାମରେ 400 ଏକରରୁ ବି ଅଧିକ ଜମି ଥିଲା। ସେତେବେଳେ କେରଳ ସରକାର ଲ୍ୟାଣ୍ଡ ରିଫର୍ମ ଆକ୍ଟ ଲାଗୁ କରି 40-50 ଏକରରୁ ଅଧିକ ଜମି ଥିବା ଜମିଦାରମାନଙ୍କ ପାଖରୁ ଅଧିକା ଜମିଗୁଡ଼ିକୁ ସେଲିଂ ଲ୍ୟାଣ୍ଡ ଭାବେ ନେଇ ଛୋଟ ଛୋଟ ଗରିବ ଚାଷୀମାନଙ୍କୁ ବାଣ୍ଟି ଦେଉଥିଲେ। ହେଲେ କେରଳ ସରକାର ଯେଉଁ ବି ଜମିଦାର ପାଖରୁ ଯେତିକି ବି ଜମି ନେଉଥିଲେ, ତାଙ୍କ ଇଚ୍ଛା ଅନୁସାରେ କିଛି ଆମାଉଣ୍ଟ ଦେଉଥିଲେ। କମ୍ପେନସେସନ୍ ନୁହେଁ, ଆମାଉଣ୍ଟ। ଅର୍ଥାତ୍ ସରକାର ଯାହା ପଇସା ଦେବେ ଜମିଦାରକୁ ରଖିବାକୁ ପଡ଼ିବ, କୋର୍ଟରେ ଯାଇ ଆପତ୍ତି କରିପାରିବେ ନାହିଁ। କେଶବାନନ୍ଦ ଭାରତୀଙ୍କର ଅନିଚ୍ଛା ସତ୍ତ୍ୱେ ତାଙ୍କର ମଠ ଜମିକୁ ସରକାର ନେଇଥିଲା। ଆଉ ଜମି ବାବଦରେ କମ୍ପେନସେସନ୍ ଦେବା ବଦଳରେ ଆମାଉଣ୍ଟ କେଶବାନନ୍ଦ ଭାରତୀଙ୍କୁ ସ୍ୱୀକାର ନଥିଲା, ଯେଉଁଥିପାଇଁ ନ୍ୟାୟ ପାଇଁ ସିଏ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିଛି ଲୋକଙ୍କୁ ଲାଗୁଥିବ କମ୍ପେନସେସନ୍ ଆଉ ଆମାଉଣ୍ଟର ଅର୍ଥ ଗୋଟିଏ। ହେଲେ ବନ୍ଧୁଗଣ, କମ୍ପେନସେସନ୍ର ଅର୍ଥ ନିଷ୍ପକ୍ଷ ଫେୟାର ଭ୍ୟାଲୁ ବଜାର ଦର, ଆଉ ଆମାଉଣ୍ଟର ଅର୍ଥ ସରକାର ତାଙ୍କର ଇଚ୍ଛା ଅନୁସାରେ କିଛି ବି ଦେଇପାରିବେ। କେଶବାନନ୍ଦ ଭାରତୀ କେସ୍କୁ ଜିତି ପାରିନଥିଲେ, ହାରି ଯାଇଥିଲେ ସତ, ହେଲେ ଭାରତୀୟ ସମ୍ବିଧାନକୁ ସବୁଦିନ ପାଇଁ ଅମର କରିଦେଇଛନ୍ତି। ନିଜର ମଠ ଜମିକୁ ବଞ୍ଚାଇବା ପାଇଁ କୋର୍ଟକୁ ଯାଇଥିବା ଜଣେ ସନ୍ନ୍ୟାସୀ ସମଗ୍ର ଭାରତର ଲୋକତନ୍ତ୍ରକୁ ବଞ୍ଚେଇ ଦେଇଥିଲେ। ତାଙ୍କର ବ୍ୟକ୍ତିଗତ ମାମଲା ହାରିଗଲା, କିନ୍ତୁ ତାଙ୍କ ନାମରେ ଜନ୍ମ ନେଲା ବେସିକ୍ ଷ୍ଟ୍ରକ୍ଚର ଡକ୍ଟ୍ରିନ୍। ଅର୍ଥାତ୍ ଭାରତରେ ଲୋକତନ୍ତ୍ରର ମୂଳ ଅସ୍ତିତ୍ୱକୁ କେହି ବଦଳେଇ ପାରିବେ ନାହିଁ। ଯଦି ଲୋକତନ୍ତ୍ରର ମୂଳ ଅସ୍ତିତ୍ୱକୁ ବଦଳା ଯାଇପାରିବ ନାହିଁ, ତାହେଲେ ସମ୍ବିଧାନ ସଂଶୋଧନର ଶକ୍ତି ତ ସଂସଦ ପାଖରେ ରହିଛି। ତାହେଲେ ସେତେବେଳର ଇନ୍ଦିରା ଗାନ୍ଧୀର ସରକାର ସମ୍ବିଧାନରେ ଏମିତି କ'ଣ ସଂଶୋଧନ କରି ପକାଇଥିଲେ ଯେ ସମ୍ବିଧାନର ମୂଳ ଅସ୍ତିତ୍ୱ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। 1971 ଲୋକସଭା ନିର୍ବାଚନରେ କଂଗ୍ରେସ 352 ସିଟ୍ ପାଇ ପୂର୍ଣ୍ଣ ବହୁମତ ସହିତ ସରକାର ଗଠିଥିଲା। ସେତେବେଳର ସମୟରେ କଂଗ୍ରେସ ଲୋକସଭା ଆଉ ରାଜ୍ୟସଭା ଦୁଇଟି ଯାକ ସ୍ଥାନରେ ପୂର୍ଣ୍ଣ ବହୁମତରେ ଥିଲା, ଯେଉଁଥିପାଇଁ ଇନ୍ଦିରା ଗାନ୍ଧୀ ତାଙ୍କର ଇଚ୍ଛା ହେଲେ ସମ୍ବିଧାନରେ ସଂଶୋଧନ କରି ପକାଉଥିଲେ। କାହିଁକି ନା ସଂସଦ ପାଖରେ ସମ୍ବିଧାନରେ ସଂଶୋଧନ କରିବାର ତାକତ ରହିଛି। ଯେଉଁଭଳି ଭାବରେ ଇନ୍ଦିରା ଗାନ୍ଧୀ ସମ୍ବିଧାନରେ ସଂଶୋଧନ କରୁଥିଲେ, ସୁପ୍ରିମକୋର୍ଟର ଡର ଥିଲା ସମୟ ଆସିଲେ ସରକାର ସମ୍ବିଧାନର ଖତମ ବି କରିଦେଇପାରନ୍ତି। କିଛି ଏମିତି ସଂଶୋଧନ କରିଦେବେ ଯାହାଦ୍ୱାରା ସମ୍ବିଧାନର ମହତ୍ତ୍ୱ ହିଁ ରହିବ ନାହିଁ। ସରକାରଙ୍କର ଏହିଭଳି ଇଚ୍ଛା ଅନୁସାରେ ସମ୍ବିଧାନରେ ସଂଶୋଧନ ପାଇଁ ତ ଆଜି କେଶବାନନ୍ଦ ଭାରତୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହାର କିଛି ସ୍ଥାୟୀ ସମାଧାନ ପାଇଁ ସୁପ୍ରିମକୋର୍ଟ ବିଦେଶୀ କନଷ୍ଟିଟ୍ୟୁସନ ଆମେରିକାର କନଷ୍ଟିଟ୍ୟୁସନକୁ ପୁରା ଅଧ୍ୟୟନ କରିଥିଲା। ଏମିତିକି ପାକିସ୍ତାନର କନଷ୍ଟିଟ୍ୟୁସନକୁ ବି ଫଲୋ କରାଯାଇଥିଲା। ଆଉ ଶେଷରେ ସୁପ୍ରିମକୋର୍ଟ କହିଥିଲା ସମ୍ବିଧାନରେ ସଂଶୋଧନ କରିବାର ଶକ୍ତି ସମ୍ବିଧାନକୁ ବନେଇବାର ଶକ୍ତି ସହିତ ବରାବର ନୁହେଁ। ସମ୍ବିଧାନକୁ ବନେଇବାର ଶକ୍ତି ସମ୍ବିଧାନ ସଭା ପାଖରେ ଥିଲା, ଯାହା ସଂସଦ ପାଖରେ ନାହିଁ। ସଂସଦ ସମ୍ବିଧାନରେ ସଂଶୋଧନ କରିପାରିବ, ହେଲେ ସମ୍ବିଧାନକୁ ପୁଣି ଥରେ ଲେଖିପାରିବ ନାହିଁ। ସେଇଥିପାଇଁ ସମ୍ବିଧାନ ପାଖରେ ରହିଛି ମୂଳ ଢାଞ୍ଚା, ବେସିକ୍ ଷ୍ଟ୍ରକ୍ଚର ଅଫ୍ କନଷ୍ଟିଟ୍ୟୁସନ୍। କେଶବାନନ୍ଦ ଭାରତୀ କେସ୍ରେ ସୁପ୍ରିମକୋର୍ଟର ଜଜେସ୍ ମାନେ ମିଶିକି ଏକ ସିଦ୍ଧାନ୍ତ ଦେଲେ ଯେ ପାର୍ଲିଆମେଣ୍ଟ ଆଇନ ପାସ୍ କରି ସମ୍ବିଧାନରେ ସଂଶୋଧନ କରିପାରିବ, ହେଲେ ସମ୍ବିଧାନର ବେସିକ୍ ଷ୍ଟ୍ରକ୍ଚର ମୂଳ ଢାଞ୍ଚାକୁ ବଦଳେଇ ପାରିବ ନାହିଁ। ବେସିକ୍ ଷ୍ଟ୍ରକ୍ଚର ସମ୍ବିଧାନର ମୂଳ ଢାଞ୍ଚା, ଯାହା ସମ୍ବିଧାନରେ ଲେଖା ନାହିଁ। ଏହି ଡକ୍ଟ୍ରିନ୍କୁ କେଶବାନନ୍ଦ ଭାରତୀ କେସ୍ ପରେ ସୁପ୍ରିମକୋର୍ଟ ସୃଷ୍ଟି କରିଛି।
ଯାହା ଆଜି ମଧ୍ୟ ଜୁଡ଼ିସିଆଲ ଡକ୍ଟ୍ରିନ୍ ଭାବରେ ସମ୍ବିଧାନକୁ ସୁରକ୍ଷା କରୁଛି। ସୁପ୍ରିମକୋର୍ଟର ଏହି ଫୈସଲା ସେତେବେଳେ ପୂର୍ଣ୍ଣ ବହୁମତ ସହିତ ସରକାର ଚଳାଉଥିବା ଇନ୍ଦିରା ଗାନ୍ଧୀଙ୍କର ଇଗୋକୁ ହଟ୍ କରିଦେଇଥିଲା। ସେ ଯେଉଁ ଇଚ୍ଛା ହେଲେ ସମ୍ବିଧାନରେ ସଂଶୋଧନ କରୁଥିଲେ ସେଥିରେ ଗୋଟେ ଟାଇପ୍ର ରକ୍ ଲାଗିଯାଇଥିଲା, ଯେଉଁଥିପାଇଁ ପୂର୍ବରୁ ପ୍ରଚଳିତ ଥିବା ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସଙ୍କର ଆପଏଣ୍ଟମେଣ୍ଟ ଟ୍ରେଣ୍ଡକୁ ଭାଙ୍ଗିଦେଇ ଇନ୍ଦିରା ଗାନ୍ଧୀ ନିଜ ଇଚ୍ଛା ମୁତାବକ ଜଜ୍ ଏଏନ୍ ରାୟଙ୍କୁ ଚିଫ୍ ଜଷ୍ଟିସ ପଦରେ ନିଯୁକ୍ତି ଦେଇଥିଲେ। ତା ପୂର୍ବରୁ ପରମ୍ପରା ରହି ଆସିଥିଲା, ଯିଏ ସୁପ୍ରିମକୋର୍ଟର ସିନିୟର ମୋଷ୍ଟ ଜଜ୍ ରହିଥିଲେ ସିଏ ହିଁ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ ବନୁଥିଲେ। ଏଏନ୍ ରାୟଙ୍କ ଉପରେ 3 ଜଣ ସିନିୟର ଜଜେସ୍ ରହିଥିଲେ ମଧ୍ୟ ଇନ୍ଦିରା ଗାନ୍ଧୀ ଏଏନ୍ ରାୟଙ୍କୁ ଚୁଜ୍ କରିଥିଲେ। 1973ରୁ 1977 ପର୍ଯ୍ୟନ୍ତ 4 ବର୍ଷ ରହିଥିଲେ ଏଏନ୍ ରାୟ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ। ୟାରି ଭିତରେ 1975ରେ ଦେଶରେ ଏମର୍ଜେନ୍ସି ଲାଗିଥିଲା। 19 ମାସର ଏମର୍ଜେନ୍ସି ପିରିୟଡ଼ ଭିତରେ ସୁପ୍ରିମକୋର୍ଟ ଜନତାଙ୍କର ସାଥ ଦେବା ବଦଳରେ ସରକାରଙ୍କର ସାଥ ଦେଇଥିଲେ। ତାପରେ ସୁପ୍ରିମକୋର୍ଟର ଇତିହାସରେ ଗୋଟିଏ ଖରାପ ପରମ୍ପରା ବନିଯାଇଥିଲା କି ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ ସିଏ ବନିବେ ଯିଏ ସରକାରଙ୍କର ହଁରେ ହଁ ମିଳେଇବେ। 1993ରେ ଯାଇକି ସୁପ୍ରିମକୋର୍ଟ ନିଜେ ଗୋଟିଏ ଫୈସଲା ଦେଇଥିଲା। 9 ଜଜେସର ବେଞ୍ଚ ଲେଖିଥିଲା ସିନିୟର ମୋଷ୍ଟ ଜଜ୍ ହିଁ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ ବନିବେ। ତା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଟ୍ରେଣ୍ଡ ଚାଲି ଆସୁଛି। ମୋତେ ବିଶ୍ୱାସ ଅଛି ଏହି ଭିଡ଼ିଓରେ ମୁଁ ଏତେ ସିମ୍ପଲ୍ ଆଉ ସରଳ ଭାବରେ ବ୍ୟାଖ୍ୟା କରିଛି ଯେ ଆପଣମାନେ ବୁଝିପାରିଥିବେ ନିଶ୍ଚିନ୍ତ। ତାହେଲେ ଏହି ଭିଡ଼ିଓରେ ବର୍ତ୍ତମାନ ପାଇଁ ଏତିକି। ପୁଣି ଦେଖାହେବ ଆପଣମାନଙ୍କ ସାଥିରେ ନେକ୍ସଟ ଭିଡ଼ିଓରେ। ସେତେବେଳ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ପାଖରୁ ବିଦାୟ ନେଉଛି। ଧନ୍ୟବାଦ।